हाय सांग माने नमस्कार जय जगन्नाथ आज हूँ ओडिया नववर्ष तो ढेर सारा अभिनंदन शुभकामना आपण बहुत दिन पर देखा पाखापाखि 6-7 मास पर सिचुएसन टी खराब थिला से ब्लॉग ब्लॉग कर पार्लु आम बाहर थिलु घरे नथिलु देखिए घर परिस्थिति बहुत खराब हो बाड़ी घर सब पूरा खराब चलन देखिए प्रिया कौन कर घर उपर ठाकुर पूजा आज प्रथम थर कर घरे आम तो 2-3 दिन हम आसी पहुँचलु देखु आम बर्तमान चलती पूजा पूजा कर ठाकुर पूरा सजासजी करके गोपाल बागे पूजा कर सब सजे रखी पणा सब आज पणा दिज्व आ कौन कहे झाड़ हो गला पूरा जेहेतु ठाकुर पूजा होना आज आज घरे ठाकुर पूजा हो बहुत दिन है आम घर नथिलु हैप्पी ओडिया नववर्ष हापी ओडिया नववर्ष तो इंग्राजी नववर्ष हूँ न्यू इयर को एटा हूँ ओडिया नववर्ष पणा संक्रांति एटा चौरार दिज्व पछरे पणा करू प्रथम पणा है तातरे दबु जानी ना तू तुम आड़े सकाल सकाल दि जाए आम टे लेट्रे दि जाए दाटा कौन करू माऊ तो ना घरे माऊ भुवनेश्वर जाइए जेजेमा सहित बुलायापी आसो माऊ आउटे पहुँचो आम ठाकुर पूजा पूजी बर्तमान सरला यहाँ स्टार्ट है दिन 2टा पर्यंत ठाकुर पूजा खाली है देखो ये गोटे कलश बसई आंब डाल मिलानी जे खंडिया आंब डाल आनी बसई आंब गछ एते गछ देखी पारे ना एते गछ गोटे पोकर डाल आनी बसई मानते पड़ो आमर धलुआ नथिला बहुत दिन है आज आसी आम आसिलु सी आसला ए घरे नथिला आमर गाड़ी छिड़ा हनुमान पता लगे देखो केमती है केते सफा थिला एगुरा केमती घास पूरा हो नष्ट हो सब देखिए पूरा नष्ट एबे बर्तमान कर्पूर आलती चलती देखो घर अवस्था केमती है कर्पूर चल आलती तार ठाकुर पूजा कर भलसे कर केते आलती से दौर आइया मोर जाऊँगी मुझे गाड़ी नहीं जाऊँगी तार दुकान जाऊँगी दुकान पुणी फेरिक आस बजार जाऊँगी अरे धलुआ कौन करुछु कहूनु हाय करदेलु टे हाय करदे हाँ हाय करदेला सी तार एबे बर्तमान आसला चौरारे पूजा हम ए नुआ चौरा तैयारी चौरा हाँ पिंधे दे चौरा भांगी जाइला आमर तो बड़ चौरा हैनी ए हब घर कंप्लीट सरले कर्पूर आलती बर्तमान जली चलची तार शंखा नहीं चली आसला शंखा दब चौरारे माऊ आसिले असल खेल स्टार्ट हम माऊ जाइए बुलियापाई आसीनी 10टा 10:30 बेले आसी माऊ पहुँचो तापर आउ टे पणा दिहब पूजा पूजी हम
ତୁଳସୀ ଗଛଟା ବି କାଲି ଲାଗିଛି। ତୁଳସୀ ଗଛ ବି ଠିକରେ ଉଠି ନାହିଁ, ଷ୍ଟ୍ରଙ୍ଗ ନାହିଁ ସେ, ତା ଚେର ଲାଗିବାକୁନି। କାଲି ଲଗା ହେଇଛି ଯେହେତୁ ବର୍ଷା ହେଇକି ସବୁ ଚଉରା ସବୁ ଭାଙ୍ଗି ଯାଇଥିଲା। ଖାଲି କଦଳୀ ଭୋଗ ହବ, ଆଉ ଥରେ ପଛର ଭୋଗ ହବ। ବର୍ତ୍ତମାନ ଏବେ ସେଠି ଆମର ଅଁଳା ଗଛ ଅଛି, ଅଁଳା ଗଛରେ ପାଣି ଦିଆଯିବ ତାର। ସେଟା ଆମର ପୂଜା ହୁଏ ନା, ବହୁତ ଦିନ ପୂଜା ହେଇନଥିଲା, ରହିଯାଇଛି 5-6 ମାସ ପୂଜା ହେଇନି। ଦେଖିବା ଚାଲ କେମିତି କ'ଣ ସଜେଇଛି। ଏଟା ହେଉଛି ଅଁଳା ଗଛ, ଦେଖିପାରୁଥିବେ ବଡ଼ ହେଇଗଲାଣି, ଛୋଟ ଥିଲା ଏଟା ବହୁତ ବଡ଼ ହେଇଗଲାଣି। ଆଉ ଦେଖନ୍ତୁ ଶଙ୍ଖା ଶାଢ଼ୀ ସବୁ ମାରିକି ସଜେଇଛି। ଏବେ ପୂଜା କରିବ। ଅଁଳା ଗଛ ମୂଳେ ମା ସବୁବେଳେ ଆବିର୍ଭାବ ହଉଛନ୍ତି। ଭଲସେ ପୂଜା କର, ଏ ଠାକୁର ଆସିବେ ଯେମିତି। ଖରା ବି ବେଶୀ ନାହିଁ, ଖରା କମ୍ ଅଛି କିନ୍ତୁ ବହୁତ ଗୁଳିଗୁଳି ଲାଗୁଛି। ବର୍ଷା ବି ହଉନାହିଁ, 7-8 ଦିନ ହବ ବର୍ଷା ବନ୍ଦ ପୁରା। ଦେଖିପାରୁଥିବେ ଖରା ଅଳ୍ପ ଅଳ୍ପ ଖରା ଅଛି, ବେଶୀ ନାହିଁ, କିନ୍ତୁ ଗରମ ଜୋରସେ ହଉଛି। ବର୍ତ୍ତମାନ ପାଇଁ ଏବେ ଚାଲନ୍ତୁ ଯିବା ବେଲ ଗଛ ପାଖକୁ। ଆମର ସବୁ ଗଛ ଆଭେଲେବୁଲ୍ ଅଛି, ଅଁଳା ଅଛି, ବେଲ ଅଛି, ଲିମ୍ବ ଅଛି। ଏଟା ହେଉଛି ଲିମ୍ବ ଗଛ, ତା ମୂଳରେ 2ଟା ବେଲ ଗଛ ଅଛନ୍ତି। ଏଠି ଗୋଟେ ଛୋଟ ଓସ୍ତ ଗଛ ବି ଉଠିଲାଣି, ଏଟା ରଖନ୍ତି କି ନାହିଁ ଜଣା ନାହିଁ। ଆମର ତ ଏ ଠାକୁରୀ ଭକ୍ତି, ଠାକୁର ପୂଜିବାକୁ ପୁରା। ଲାଷ୍ଟକୁ ଭଣ୍ଡା ଗଛ ବି ପୂଜିଦବ ନା କିସ? ଭଣ୍ଡା ଗଛରେ ବି ଠାକୁର ବସନ୍ତି ନା? ସବୁ ଗଛରେ ଆମର ଠାକୁର ଅଛନ୍ତି, ଭଣ୍ଡା ଗଛରେ, ଆମ୍ବ ଗଛରେ, ପଣସ ଗଛରେ, ଲିମ୍ବ ଗଛରେ, ସବୁ ଗଛରେ ଠାକୁର। ମାନିଲେ ଦେବତା, ନ ମାନିଲେ ପଥର। ଠିକ କହିଲି ନା? ଏବେ ପୂଜାପୂଜି ସରିଲା। ଏଠି ଗୋଟେ କଦଳୀଟେ ହେଇଛି, ବଡ଼ କଦଳୀଟେ, ଦେଶୀ। ଆରେ ଧଳୁଆ, ତୋ ନାଁ କ'ଣ? ବାଏ ବାଏ। ଏବେ ମୋ କାମ ସରିଲା, ଏବେ ତାଙ୍କ କାମ ଚାଲିଲା। ଚାଲନ୍ତୁ ଦେଖିବା। ଦେଖନ୍ତୁ ସେ ଏବେ ପତାକା ମାରିବେ। କ'ଣ କହୁଛ? ଇଏ ହେଲେ ଆଜି ପୂଜାଟାରେ କ'ଣ ଅଖାଡୁଆ କଥା କହୁଛ? ଏବେ ପତାକା ବାନ୍ଧିବା ପାଇଁ ଚାଲିଛି ତାଙ୍କର। ଜୟ ବଜରଙ୍ଗବଲି। ତମେ ଗାଧେଇ ପାରିବନି।
ଡୋର ଦରକାର ଗୋଟେ ବାନ୍ଧିବା ଆଉ କ'ଣ ଗୋଟେ ଡୁରା ଦିଅନି ଗଳୁ ଗଳୁ ଖାଇ ଗଳେଇଲେ ଏଇ ଗୋଟେ ଡୋର ଦିଅ। ର ମୁଁ ଡୋର ଆଣୁଛି। ହଉ ଯାଅ। କେତେ ଖରା ଦେଖନ୍ତୁ ପୁରା ଜଙ୍ଗଲ ହେଇଯାଇଛି। 6 ମାସ ହେଲା ଆମେ ଘରେ ନଥିଲୁ। ଦେଖନ୍ତୁ କି ପରିସ୍ଥିତି ହେଇଯାଇଛି ଘରର ପୁରା ଜଙ୍ଗଲ। ଏଗୁଡ଼ା ମୁଁ କେତେ ସୁନ୍ଦର ସଫା କରିକି ରଖେ ସବୁ ଜଙ୍ଗଲ ହେଇଯାଇଛି। ଆଉ ଇଏ ଚାଳ ଘର ବି ପୁରା ନଷ୍ଟ ହେଇଛି ଆକୁ ଭଙ୍ଗା ହବ। ଫାର୍ମ ବି ପୁରା ନଷ୍ଟ। ଆମ୍ବ ଦେଖନ୍ତୁ କେତେ ହେଇଛି। ପୁରାପୁରି ଘାସ ବଣ ହେଇଯାଇଛି। ଆକୁ ସଫା କରିବାକୁ ପଡ଼ିଲେ ଏଇଖିନା କେତେ ଟାଇମ୍ ଲାଗିବ। ଭଲସେ ଲଗା ଯେନ ଗଳି ନ ପଡ଼ିବ। କେଜାଣି ଖୋଲା ହେଇନି ବନ୍ଦ ହେଇଛି। ଦେଖନି କୋଉଠି ଗୋଟେ ଆଳୁ ହେଇଛି ନା ତାଡ଼ିଆ। এইটা দেখিল এইটা এতରୁ ଆଳୁ ବାହାରିବ ଏଇ ଯେ ଆମ୍ବ ଗଛ ମୂଳରେ ଗଲେ ଦେଖିବ ଏଇଟା ହେଇଠି ଦେଖନି ତାଡ଼ିଆ ଡାଲମା କରିବା। ଏ ବୁଢ଼ା ଖାଲି ଅଭଦ୍ର କଥା କହୁଛନ୍ତି। ପଳାଇଲ ଏଇ ଯାଇଛି ଆରେ ହେ ଅଛି ଶାବଳରେ ଏଇଟା ଆମରି ଶାବଳଟାକୁ ନେଇଯାଇଛନ୍ତି। ରୁମିଆ ଦେଖନି। ହଁ ଯାଅ ଦେଖ ଦେଖ ତମେ। ହଁ ଭଦ୍ର ଲୋକଟା ନେଇକି ଅଖାଡ଼ୁଆ କଥା ଖାଲି କହୁଛନ୍ତି ପୂଜାଟାର। ମୋ ଧନ ନାହିଁ ମନ ବହୁତ ଦୁଃଖ ଭଲ ଲାଗୁନି। ସେ ଆସିକି ପହଞ୍ଚିବ ଜମାରୁ ବାହାରନି ଆସିବା ପାଇଁ ହେଇଗଲା। ଦେଖନ୍ତୁ ଜୟ ବଜରଙ୍ଗବାଲି। ଆଉ ଆପଣମାନେ କ'ଣ କରୁଛନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣେଇବେ। ଜୟ ଶ୍ରୀରାମ କି ଜୟ। ଜଗୁଆଳି ଜଗିଛନ୍ତି ଦେଖନ୍ତୁ। ଜଗୁଆଳି ନଥିଲା 10 ଦିନ ପରେ ଆଇଛି। 10 ଦିନ ପରେ? ତମେ 10 ଦିନ ପରେ ଆସିଛ ନା? 6 ମାସ ପରେ ଆସିଲା ସିଏ। ଏଠି ଦେଖନ୍ତୁ ମହାବୀର ଅଛନ୍ତି। ମହାବୀର ସବୁ ଆମମାନଙ୍କୁ ଜଗିକି ରହିଛନ୍ତି। ଜୟ ବଜରଙ୍ଗବାଲି। ଚାଲନ୍ତୁ ଦେଖିବା ସେ ଜେଜେ ଆଳୁ ଖୋଳୁଛନ୍ତି। ଦେଖିବା ମାଟି ଆଳୁ ଡାଲମା ବନେଇବା ଆଜି। ହେଇନି ଦେଖିଆ ପୁରା ସରୁଟା ସେ ବହୁତ ଭିତରୁ ଯାଇଥିବ। ହେଇନି ନା ଆଉ ଖୋଜିଆ ଆଉ ଗୋଟେ କହୁଥିଲେ ଉଳି ପଛରେ ଅଛି ବୋଲି ମାମା। ଆଉ ଆଜି ତମର ପୂଜାରେ କ'ଣ ହବ ଟିକେ କୁହ ଭିଡ଼ିଓ ମାଧ୍ୟମରେ। କହୁନା ତମର ଆଜି କ'ଣ ହବ ପୂଜାର ପଣା ସଂକ୍ରାନ୍ତିରେ କ'ଣ କରାହବ କୁହ। ଗାଁରେ ସବୁ କ'ଣ ହଉଛି କହିଲ? ଗାଁରେ କ'ଣ ହଉଛି ଆଜି? ନୂଆ ଡ୍ରେସ ହବ ତାଙ୍କର ଆଜି। ତମର ନୂଆ ଡ୍ରେସ ହେଇନି କି? ଭାଙ୍ଗ ପଣା ହବ। ହେଇଛି ନା? ନୂଆ ଲୁଙ୍ଗି ହେଇଛି ସବୁ ଥୁଆ ହେଇଛି। ମୁଁ ଗାଧେଇବି ପିନ୍ଧିବି। ଆଉ କ'ଣ ଖାଇବ ଆଜି? ଭାଙ୍ଗ ପଣା ପଣା ପିଆ ହବ। ପିଇକି ବୁଢ଼ୀକି ଧରିକି ନାଚିବ। ଏଠି ସବୁ ପୂଜା ସାମଗ୍ରୀ ରଖିଦେଇଛନ୍ତି। ଦହି ନେଇକି ଆସିଛନ୍ତି। ଦହି ଚୁଡ଼ା ଚିନି ଖାଇବେ ଗୋଳେଇକି। ଆଜି ତ ଅରୁଆ ଖିଆ ହବ ଉଷୁନା ଖିଆ ହେବନି ସେଥିପାଇଁ ଜଳଖିଆ କରିବେ। ଯାଉଛି ତାଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବି ବି। ଆଉ ଆପଣମାନେ ବି ଯାଆନ୍ତୁ ଖାଆନ୍ତୁ। ଏବେ ଆସିଗଲା ଚୁଡ଼ା। ଆମେ ତ 2 ଜଣ ଖାଇବା। ଆଉ ମାମୁଁ ଆଉ ତା ଜେଜେମା ତ ନାହାନ୍ତି ଯାଇଛନ୍ତି ଭୁବନେଶ୍ୱର ବୁଲିବାକୁ। ଆସିଲେ ସେ ଡାଲମା ଭାତ ଖାଇ। ଏତେବେଳେ ଡାଲମା ଭାତ ସବୁ ପ୍ରସ୍ତୁତ ହେଇସାରିଥିବ।
ଏବେ ଯାଉଛି ଜଳଖିଆଟା ବନେଇମି। ଚୁଡ଼ା, ଦହି, ଚିନି, କଦଳୀ, ଦେଖିବା ଆଉ କ'ଣ ନଡ଼ିଆ ପକେଇକି ଖାଇବୁ ଆଉ। ଏବେ ଅଲରେଡ଼ି ସବୁ ପ୍ରସ୍ତୁତ କରିଦେଲି। ଦେଖନ୍ତୁ ସବୁ ପ୍ରସ୍ତୁତ କରିକି ରଖିଛି, ଖାଲି ସେ ଆଳୁ ଖୋଳିବା ପାଇଁ ଯାଇଛନ୍ତି। ଆଳୁ ଖୋଳିକି ଆସିଲା ପରେ ଆକୁ ଦଳିକି ଖାଇବୁ। ମୁଁ ଯାଉଛି ଏବେ ପରିବାପତ୍ର ଡାଲମା ପାଇଁ କାଟିବି, ରୋଷେଇବାସ କରିବା ପାଇଁ ଏବେ ପ୍ରିପେୟାର ଚାଲିବ। ସେଥିପାଇଁ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ। ଦେଖିପାରୁଥିବେ ବର୍ତ୍ତମାନ ପାଇଁ ଆମେ ଫୁଲ ତୋଳିବା ପାଇଁ ଆସିଛୁ ଏ ଗଛକୁ। ଆଉ ମାଉ ବି ଆସି ପହଞ୍ଚି ଯାଇଛି। ଦେଖନ୍ତୁ ମାଉ ଏଇ ଆସି ପହଞ୍ଚି ଯାଇଛି। ମାଉ ହାଏ କରିଦିଅ ସାଙ୍ଗମାନଙ୍କୁ। କ'ଣ କରୁଛନ୍ତି ସମସ୍ତେ କହିଦେ। ତୁ କ'ଣ କରିବା ପାଇଁ ଆସିଛୁ? ଫୁଲ ତୋଳିବାକୁ ଆସିଛୁ। ଏଇ ସାଙ୍ଗମାନଙ୍କୁ କହିଦେଲୁ ସମସ୍ତେ କ'ଣ କରୁଛନ୍ତି ପଚାରିଦେଲୁ। ହଁ କହିଦେ ଆମେ ଫୁଲ ତୋଳୁଛୁ କହିଦେ। କହିଦେ କଢ଼ ତୋଳନେ ଫୁଲ ପରା, ଫୁଲ ନବା କଢ଼ ତୋଳନି। ବର୍ତ୍ତମାନ ମାଉ ଫୁଲ ତୋଳୁଛି। ଆଉ ସିଏ ଫୁଲ ନବା ପଣା ଦିଆଯିବ। ମନ୍ଦାର ଫୁଲ ଖରା ହେଇ ଶୁଖିଗଲାଣି, ଆଉ ଗୋଟେ ଗୋଟେ ଅଛି। ଦେଖିକି ତାକୁ ତୋଳି ନେଇଯିବା। କ'ଣ କରୁଛି ସିଏ? ଫୁଲ ନେଇଯାଉଛି। ବା ଭଲ, ତାକୁ ପାମ୍ପ ଦେ, ସେ ଖାଉ। ପାମ୍ପ ଦେ। ହଁ ହଁ ବଢ଼ିଆ କଥା। ଚାଲନ୍ତୁ ବର୍ତ୍ତମାନ ମନ୍ଦାର ଫୁଲ ତୋଳା ହେବ। ଆହୁରି ନାଲି ଫୁଲ ସେପଟେ ଅଛି। ନାଲି ଫୁଲ ସବୁ ସେପଟୁ ଆସିବ। ଏଠି ସବୁ ଧଳା ଫୁଲ ଅଛି। ଆଣ ଚାଙ୍ଗୁଡ଼ା ନେଇ ପଳେଇ ଆସ। ଏଇଠି ରଖ। ଡେଇଁ ପଡ଼ିଲ। ଫୁଲ ତୋଳ। ଫୁଲର ଅଭାବ ନାହିଁ, ଫୁଲର ବର୍ଷା ଏଠି। ଫୁଲ କେତେଟା ତୋଳିଲୁ? କୋଉଠି ତୋଳିବୁ? ଫୁଲ ପାଉନୁ? ଫୁଲ ପାଉନୁ? ତୁ ଫୁଲ ପାଉନୁ ମାଉ? କେଇଟା ପାଇଲୁ ଦେଖି? ହଁ ହଉ। ଆଉ ଚାଲ ନାଲି ଫୁଲ ଆଣିବା। ଦେଖନ୍ତୁ ମାଉ କେମିତି ଚାଙ୍ଗୁଡ଼ି ଧରି ଚାଲିଛି। ଫୁଲ ଚାଙ୍ଗୁଡ଼ି ଧରି ଫୁଲ ତୋଳିବ। ମାଉ ଆଜି ଗାଧେଇନୁ? ମାଉ ଗାଧେଇନୁ ଆଜି? ହଉ ଗାଧେଇ ଦେବା ଆଉ। ଆସ ଫୁଲ ତୋଳି ଆସ। ଏଠି ସବୁ ନାଲି ଫୁଲ ହେଇଛି, ତୋଳିକି ନେଇଯିବା। ମାଉ ତାର ଚାଙ୍ଗୁଡ଼ି ଧରି ଚାଲିଛି। ନିଅ। କଢ଼ ତୋଳନି। କଢ଼ କ'ଣ ହବ? ଫୁଲ ତୋଳା ଦରକାର। ତାର ଆଗେ ଆଗେ ଦୌଡ଼ି ପଳେଇଲାଣି ସାଡ଼େ। ଦେଖନ୍ତୁ ଏତିକି ଫୁଲ ତୋଳିଛି, ଆହୁରି ଫୁଲ ଦରକାର। ମାଉ ତାର ଘରକୁ ପଳେଇଲା, ଯାଇଛି ପାମ୍ପଡ଼ ଖୋଜିବା ପାଇଁ। ତାକୁ ପାମ୍ପଡ଼ ଖୋଜି ଦେଉଛୁ ନା? ଗରମ ଡାଲି ବାବା। ମାଉ ସେଠି ଯାଇ କ'ଣ କହୁଛି ଜାଣିଛୁ ନା? ଫୁଲ ଅଧା ତୋଳୁଛି, କହୁଛି ଚାଲ ପାମ୍ପଡ଼ ଖାଇବି। ଫୁଲ ତୋଳା ହେଇଗଲା। କ'ଣ ଖାଉଛୁ ମାଉ? କ'ଣ ଖାଉଛୁ? ପାମ୍ପ? ଟିକେ ହିନ୍ଦୀ କଥାବାର୍ତ୍ତା କରିଦେଲୁ। ଜାଣିଛୁ ନା ହିନ୍ଦୀ କଥା? क्या खाना है तुमको? କିଏ ଦେଇଛି ଏଟା? ଦେଖେଇଦେଲୁ। ଚକୋଲେଟଟା କୋଉଠୁ ଆଣିଲୁ? ହଁ ନା ରଖ। ବର୍ତ୍ତମାନ ମାଉ ଖାଇବା ପାଇଁ ପୁରା ରାଗିଗଲାଣି। ସବୁ ଚକୋଲେଟ୍ ଫକଲେଟ୍ ସବୁ ଫୋପାଡ଼ି ଦେଉଛି। ଦେଖନ୍ତୁ ତାର ଖାଇବା ବଢ଼ା ହେଇକି ଆସିଗଲା। ସେମାନେ ପୁରା ରାଗିଗଲାଣି। ସେ କହୁଛି ମୁଁ ଖାଇବି ଆଗ। ତୁ ଆଗ ଖାଇବୁ ନା? ଯା ଯା ଯା। ଚପଲ ପିନ୍ଧିକି ଆମ ଘର ବୁଲୁଛି। ମୁଁ ଏଠି ପଣା ପାଇଁ ପ୍ରସ୍ତୁତ କରୁଛି। ସେଉ କାଟୁଛି। ତାର ଖାଇବା ବଢ଼ା ହେଇଗଲା, ସେ ଏବେ ଖାଇବ। ଯାଅ। ଆମେ ଏବେ ପଣା ପାଇଁ ସବୁ ପ୍ରସ୍ତୁତ କରିସାରିକି ତାପରେ ଆମ ଖାଇବା କଥା। ଆଗ ସବୁ ରେଡ଼ି କରିକି ତାପରେ ଖାଇବା ଆମେ। ଚପଲ ଖୋଲି ଖା। ହାତ ଧୋଇ ଯା, ଖାଇବୁ ଯା। ଯାଅ ଖାଅ। ମାନେ ଫୁଲେ ଏଇଟା। ଖାଉନୁ ଏଠି ତ ଭାତ ବଢ଼ା ହେଲା। ଦେଖେ ବହୁତ ବାଳୁଙ୍ଗା ଏଇଟା।
ସିଏ ତାର ଖେଳୁଥିବ ଆମର ଏଠି ସେଉ ଫେଉ କାଟିବା ନଡ଼ିଆ ଗୋଟେ ଆଣ ଛଡ଼େଇବା। ଦେଖନ୍ତୁ ଇଏ ଏଠି ଫଳ କାଟିବାରେ ବ୍ୟସ୍ତ ଅଛନ୍ତି, ମାଉ ସେଠି ଖାଇବାର ବ୍ୟସ୍ତ ଅଛି, ମୁଁ ଏଠି ନଡ଼ିଆ ଛଡ଼େଇବାର ବ୍ୟସ୍ତ ଅଛି। କିନ୍ତୁ ଇଏ ମୋ ସହିତ ଝଗଡ଼ା କରୁଛି, କହୁଛି କାହିଁ ତୁ ନଡ଼ିଆ ଆଣୁଛୁ। ଆଁ କ'ଣ କହୁଛୁ? ମୁଁ ତୋର କାହିଁ ମାରିମି କାହାକୁ? ମତେ ଡାଲି ଗୋଳେଇକି ଖାଇଦେବ ଦେଖୁଥିବେ। ତାହେଲେ ଆ ପାଖରେ ମୁଁ କ'ଣ ରହିବି ଆପଣ ମାନେ କୁହନ୍ତୁ। ଇଏ ମତେ ଡାଲି ଗୋଳେଇକି ଖାଇଦେବ ଆଉ ମୁଁ ତାର ପାମ୍ପଡ଼ କରିକି ଖାଇଦେବି। What is this? क्या बात है अरे खाना है पातिया है पातिया किधर गया? क्या खाना तू कहलू? आउ कौन तू बड़ छुआ ना छोट छुआ? हाँ और चलतु जल्दी जल्दी पणाटा तैयारी करिकी देकी पणा तापर खाइबा भोक कलानी। देखंतु नड़िया केंतिया करियो बोली होउची सेटा नड़िया भर्ती होइकी अछि किंतु ये कहूची नाही लो भारी बहुत अछि। हाँ हे भाला है देखंतु देखु जना केते अछि कहूची नाही रामचू अरे भी अंशु हवा म बहुआ चुप किए बाड़ेला कहि देनी माँ बाखा जा कहि देछु जा माँ बाहर कहि देबु जा 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 हमर खट पर सुई पड़बू जा जा सुई पड़बू जा फैन चल चार घर जा नहीं जा बापा बसी देबू जा 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 लेके जा हान देबू जा जा कहि दे तो बाबा बड़े हाँ नड़िया कर दे करूनु केमती करती बाहर ना दादर बाहर हाँ ढाली गला कौन कर कौन करू पणा करू हाँ हौ चलती आम पणा प्रस्तुति बर्तमान कुटा होता कौन गोलमरीच बर्तमान पर यहाँ कटा ही रही सब अंगूर कदली सेऊ आउ किस सेऊ नड़िया कोरा पानी आटा बोट छतु एटा गोलमरीच बटा होची माँ ये तार नड़िया करुच्ची हाँ हाँ आटा रहा काजू किशमिश फ्लेवरटा बढ़िया है काजू किशमिश फ्लेवर भल हो पड़ो चलन बर्तमान देखा पणा प्रस्तुत कला देखा केमती कौन हो फास्ट पड़ला चीनी तापर लुण पड़ला तापर पड़ो दही दहीटा फ्लेवर करियो भल फ्लेवर पूरा गोरा गोरा फ्लेवर धला धला दही पड़ला तापर एटा पड़े बोट छतु एवं आगर तो ग्राइंडिंग कराला बोट गहम सब भजा होता एवं पूरा डायरेक्ट मिलला मार्केट रे नहीं चल कर
ହଁ ଆମର ଟିକେ ଆମର ଅଲଗା ଟାଇପ୍ର। ଅଳ୍ପ ପକଉଥିବେ ତ। ହଁ ଅଳ୍ପ ପକା, ଏ ଚୁନା ବସିଯିବ ପୁରା, ଭଲ ଲାଗିବନି ପିଇବା ପାଇଁ ନା। ଆର ବର୍ଷ ଗଲା। ହଁ ହୁଁ। ପୁରା କାଟି ଚୁନା। ଏତିକି ଥାଉ। ହଁ ସେତିକି ଆଉ, ସେତିକି ନା ଆଉ ଟିକେ ପକା। ହଁ ବାସ୍ ବାସ୍ ବାସ୍। ଦହି ନୁହେଁ, ଏ ଛତିଆ ଦହି ମୁଁ ଅଳ୍ପ ଢେର। ପକେଇଛି। ତାପରେ ଏତ ଆର ବର୍ଷ ପକା। ବହୁତ ମାନେ ହେଇଲା ଇଏ ବହଳିଆ। ଫଳ ସବୁ ପଡ଼ିଗଲା। ତ ତାର ନଡ଼ିଆ କୋରେଇ ଚାଲିଛି 2 ଘଣ୍ଟା ହେଲା ଆଉ। ତାପରେ ସବୁ ପଡ଼ିକି ଗୋଳା ହେଉଛି। ହଁ କଦଳୀ ପଡ଼ିଯିବା, କଟା ହେଇକି ପିସ୍ ପିସ୍ ହେଇକି ପଡ଼ିଛି। ହଁ ଏଠା ଖାଲି ଫଳ ପଣା, ଖାଲି ଫଳ ପଣା, ଢେର ଫଳ ପଡ଼ିଛି। ତାପରେ ଗୋଲମରିଚ ପକା, କାହିଁକି କିଛି ପଡ଼ିଲା ନା ଏବେ? ନଡ଼ିଆ ପକା, ଏବେ ପଡ଼ିଲା ନଡ଼ିଆ। ନଡ଼ିଆ କଟା ହେଇକି ଗୋଟେ ଗୋଟେ ପିସ୍ ପଡ଼ିଛି। ତାପରେ ନଡ଼ିଆ ଗୋଟା ବି ପଡ଼ିଲା, ଯେଉଁ ଏଟା କୋରା ହେଇଥିଲା ନଡ଼ିଆ ବି ପଡ଼ିଲା। ଏଟା କାଜୁ କିସମିସ୍, କାଜୁ କିସମିସ୍ ପଡ଼ିଗଲା ବର୍ତ୍ତମାନ ପାଇଁ। ପଣା ବର୍ତ୍ତମାନ ପ୍ରସ୍ତୁତ। ଗୋଲମରିଚ ପକା, ଗୋଲମରିଚ ସେତିକି ହେବ ଢେର। ଭଲ ଆସିଛି ଫ୍ଲେଭରଟା। ଗୁଳା ଏଟା ଖାଲି ତ ଫଳ ପଣା, ଫଳ ତା ଦେହରେ ଅଭାବ ନାହିଁ। ଆଉ କେମିତି ଲାଗୁଛି? ହାର୍ଦ୍ଦିକ ଅଭିନନ୍ଦନ ଓଡ଼ିଆ ନବବର୍ଷ। କ'ଣ କହୁଛୁ? ଚାଲ ବର୍ତ୍ତମାନ ଏବେ ଚଉରାରେ ପଣା ଦିଆଯିବ। ଦେଇ ସାରିଲା ପରେ ଆମେ ଗୋଟେ ଗୋଟେ ଗ୍ଲାସ୍ ପିଇବା, ତାପରେ ଭାତ ଖାଇବା। ଚାଲ ଟିକେ ଦେଖି ଆସିବା ଚଉରା କେମିତି ସବୁ ସଜା ହେଇଛି। ମାଉ ଆପଣା ଦେବା। ସେ ଚଉଳାର ମାଟି ଆଣିଥିଲ? ସୁନ୍ଦର ମାଉ ଗଲୁ ଘଡ଼ିଟା ନେଇ ଆସିବୁ, ଘଡ଼ିଟା ନେଇ ଆସିବୁ ଯା। ଆଉ ଟିକେ ଉଞ୍ଚା କରିଦେବ। କୋଡ଼ୁଆଟାକୁ ଉପରେ ଥୋଇକି ମାଟି ମୁରୁଜ ପଡ଼ିବ। ମୁଁ ତାକୁ ସେଇଟା କରିଥିଲି, ଇଏ କହିଲେ ଆଉ ଗୋଟେ କର ତା ଇଏ। ଏଇ ତତେ ଏଠି ହାତ ହାତ କେହି କହୁନାହାନ୍ତି। ମାଉ ତ ସବୁ ମୁରୁଜ ନେଇ ଢାଳି ସାରିଲାଣି ସେଠି ହେଇ। ଆଉ ମାଉ ତ ପଣା ପିଇକି ଯିବ। ତାର ତ ସବୁଠୁ ଆଗୁଆ ଆଉ। ମାଉ କ'ଣ ସେ ହଉଛି? ଠାକୁର ପୂଜା ହଉଛି? କୋଉ ଠାକୁର? କୋଉ ଠାକୁର ସେ? ମଙ୍ଗଳା ପୂଜା ହଉଛି। ସେ ଜାଣିଛି ଭାଇ, ସବୁ ଜାଣିଛି। ହଁ ସେମିତି ପକେଇଦେ। ଦେଖୁଛ ନା? ଆଉ ତାପରେ ଆଣିକି ଘଡ଼ିଟା ବାନ୍ଧେ। କେମିତି ଲାଗୁଛି କହିବେ? ଫୁଲ ନାହିଁ, ସର୍ଟେଜ୍ ଅଛି ଫୁଲ ବର୍ତ୍ତମାନ ପାଇଁ, ଖରା ହେଉଥିବାରୁ କମ୍ ଫୁଲ ଦିଆଯାଇଛି। ତମର କି ପୂଜା ହଉଛି ମାଉ? କୋଉ ଠାକୁର? ମଙ୍ଗଳା ଠାକୁର। ଆଉ କ'ଣ ଭୋଗ ଦେବୁ ନା ସମସ୍ତଙ୍କୁ? ମାଉ ଭୋଗ ଦେବୁ ନା? କାହାକୁ ଦେବୁ? ବସିଲେ ହଉ ବସ। ରୁହ ମୁଁ କରିଦେବି ସାଙ୍ଗେ ସାଙ୍ଗେ। ମାଉ ସବୁ ଗଧା କରିଦେଲା। ଝାଳ ମରୁ ସେଇଠି ବସ।
ସବୁ ହେ ହଁ ମୋର ମନ ଦୁଃଖ ହବନି। ହାପି ହୋଲି। ବାବା ହାପି ହୋଲି ବାବା। ହଁ ଦିଅ ଥର କି ଦିଅ ସରିଗଲା ହୋଲି। ନା ସେତିକି ଆଉ ଯା ଧଳୁଆ ଧୀରେ ରଙ୍ଗ ମାରିଦେ ଯା ଧଳୁଆ ହଁ ଧଳୁଆ ଧୀରେ ମାରିଦେ ଯା ରଙ୍ଗ ହଁ ଧଳୁଆ ଧୀରେ ଗଲା ପଇଲୁ ନା ମୋ ପ୍ୟାଣ୍ଟରେ ରଙ୍ଗ କରିଦେଲା। ହୁଁ ଆମେ ଭୋଗ ଖାଇए ତମେ ହଁ ଭୋଗ ଖାଇବା ପା ହେଇଯାଉ ପୂଜା ହେଇଯାଉ। ବହୁତ ଛୁଆ ହେଁ ମୁଁ ବହୁତ ଛୁଆ ତୁ ବୋଉ ଛୁଆ ତୁ ଛତୁ ଦା ତୁ ଛତୁ ଯା ତୁ ଛୁଆ ସେ ବୋଉ ତୁ ଛୁଆ ସେ ବୋଉ ହଁ ମାଉ ହଉଛି ବୋଉ ବାନ୍ଧ ତାକୁ ପୁରା ସାଇଜ କରି ସେ ତୁଳସୀ ଗଛ ମୁଣ୍ଡା ମୁଣ୍ଡିକି ବାନ୍ଧ। ହଁ ଯାଇଥିଲା ଦେଖୁଛ ଆଉଛି ଫେରେ ରାତି ହେଲା ପଳଉଛି ଡର ମାରୁଛି ତାକୁ ହଁ ସେତିକି ଆଉ ଆଉ ଗୋଟିଏ କୁକୁର ଛୁଆ ହେଲେ ସେ ରହିବ ଇଏ କୁଟିଆଟା ରହୁ ନାହିଁ ସେ ଅଭ୍ୟାସ ନାହିଁ ତାର ସେ ଘଡି ବନ୍ଧା ହେ ବର୍ତ୍ତମାନ ପଣା ଦିଆଯାଏ। ତୁ ବାନ୍ଧି ପାରିବୁନି ନା ମୁଁ ବାନ୍ଧିଦେବି ଦେ ସବୁ ଖାଉଛି ପିଉଛି ଗୋଟେ ସାଇଡ ଶିକା ବନ୍ଧା ହେଲା ସେଇ ସାଇଡ ସବୁ ଯାକ ବା ଆସୁନାହାନ୍ତି ଯୋଉ କୁତିଟା ଖାଲି ଆଉଛି ଛୋଟ କୁତିଟା ସବୁ ରେଡି ଘଡି ନେ ହଁ ଘଡି ଚିତ୍ର ଘଡି ମାଉ ତାର ରଙ୍ଗ ଗୋଳା ଚଲେଇଛି। ମାରିଦେଲା ଦେଖୁନି ହେଇଗଲା ଏଥର ପଣା ଆଣି ଦବୁ ଘୋଡ଼ଣଟା ଘୋଡ଼େଇବୁ। କଣା କରିଛ ହେ ଝୁଅ ଆଉ ରଙ୍ଗ ପକାନା ଏ ପକାନା ଆଉ ମଙ୍ଗଳବାର ଦିନ ପୂଜା ମାଉ ହାପି ହୋଲି ହାପି ହୋଲି। ମଙ୍ଗଳବାର ପୂଜିଆ ପରା ଏତେ କାଇଁ ଗଦୁ ସେ ଘଡି ଭିତରେ ପକାନା ଦେ ଏ ଛୁଆ ସେତିକି ଛୁଆ ଯାଇଛି ଘରେ ଛୁଆ ନାହିଁ ଗାଲରେ ବୋଳି ଦେଲା ପୁଳେ ପଣା ଦିଆଯିବ ଦେଖେ ମାଉ ଆଡ ଅନେଇଲୁ ତାର ହାପି ହୋଲି ସେ ଗାଲରେ ପୁଳେ ପଣା ବୋଳି ଭିତରେ ପୁରାଇ ଗଳେଇ ଦେଇଛି ରଙ୍ଗ ନିଜେ ଲଗେଇ ସାରିଲାଣି ମୁହଁ ଗୁଡା। ଏଇ ଏ କଣ ତୋର ଆଜି ହୋଲି ବାବା ହାପି ହୋଲି ବାବା ହଁ ହାପି ହୋଲି ବାବା ହାପି ହୋଲି ହଁ ହଉ ମୁହଁରେ ବୋଳି ଦେଲା ଧଳୁ ଆଉ ନଗେଇଛୁ ନା ଏଇ ସେଇ ଗାଡି ପାଖର ହଁ ସମସ୍ତେ ହାପି ହୋଲି ହେଇଗଲେ ହଉ ଥାଉ ଆଉ ଲଗାନା ସେତିକି ହେଇଗଲା। ପଣା ଆସିଗଲା ଏଇ ହାତ ମାରନା କୋଉଥିରୁ ଯାହା ଧୋଇକି ଆସିବୁ ବାଲ୍ଟିରେ ଘର ଭିତରେ ହାତ ଧୋଇକିଆ ଯାଉଛୁ ନା ସେ ତାର ମୁହଁରେ ନେଇ ବୋଳି ପକଉଛୁ ତାକୁ ବୁଡେଇ ଦେଲେ ଏଇଖିଣା ହବ ଠିକ ହବ ସେ ପାଣି ସେ ଟ୍ୟାପରେ ନେଇ ତାକୁ ବୁଡେଇ ଦେବି ଏଇଖିଣା ଆଉ ସେ ଗାଲରେ କାହିଁକି ଅସନା କରୁଛୁ ସେ ଦିଦି ହେରିକା ଦେଖିଲେ ତତେ ବଡେଇ ପାରି ଆଉ ଆମ୍ବ ଗୋଟେ ଆଣିବି ପରା ଯାଉନ ଗୋଟେ ରାଶି ନଗା ଆମ୍ବ ଆଣିବା ଠିକ ଅଛି ଆମ୍ବ ଗୋଟେ ନେଇଯିବା ବର୍ତ୍ତମାନ ପାଇଁ ନାସି ଲଙ୍କା ଆମ୍ବ ବଡ ଆମ୍ବଟେ ନାସି ଲଙ୍କା ଆମ୍ବ ଗୋଟେ ହେଇଗଲା ଗାଲ ବାଲ କଣ କଲାଣି ସବୁ ନଷ୍ଟ କରିଦେଲା ଏଟା ଆମ୍ବଟା କୋଉଠି ଦବୁ ସେ ଘଡିଟାକୁ ଧୋଇ ଦବୁ ତା ଭିତରେ ପୁଳାଇ ରଙ୍ଗ ପୁରେଇଛି ସେ ରଙ୍ଗ ଥାଉ ନା ମୁଁ ଢାଳି ଦେଲି ସେ ଥାଉ ଗଳେଇ ଦେଇଛି ନେ ଆମ୍ବ କେ ରନ୍ଦ ଝୁଣା ଦବୁ ଧୂପ ଦେଇକି ପଣା ଢାଳିବୁ ସେ ଆମ୍ବ ନା ଆଉ କୋଉଠି ରଖିବି ଯାହା ହଉ ଠାକୁର ଆଗୁଆ ଖାଇଦେଲେ କରିଆଟା କଣ ତୁଳସୀ ଗଛର ନା ସେଟା ଇଏ ହେଇଲା ବା ଓହୋ
ଏ ମାଉ ଏଇଟା ନା ହଁ ହଁ ଏଇଟା ହେଇଟାର ସେ ତୁଳସୀ ଏଥିରେ କେରେ ଏ ଦଉଛି ଏଥର କେରମ କୁହନି କେର ତମ ଆଡେ କରନ୍ ଜାଣିନୁ କେ ବୁଲେଇକି ଦୁଆର ମନ୍ଦିର ଯେମିତି ଦିଆ ହୁଏ। ଏ ମାଉ କହୁନୁ କରିଦବ ମାଉ ସବୁ ଜାଣିଛି ମାଉ ପୂଜିଦେଲୁ ଠାକୁର ତୁ ମୋ ମୁହଁଟା କଣ କଲାଣୁ ଏ ରାଣୀଆ ଆଗରୁ ପାଖେ ଯା ଠାକୁର ଆଗରୁ ଉଠି ଯା ଠାକୁର ଆସିବେ ମୋ ପଣା ଢାଳିବା ମନ ଦୁଃଖ ହେଲା ହଁ ପଣା ଢାଳିଲା ଆଗୁଆ ଭଲ ହେଲା ଠାକୁର ପିଇଲେ ଏବେ ଅଣେଇ ଦେଲା ତାର ଟିକେ ମୁହଁରେ ପଳେଇ ଆସିବୁ ଯା ଦଉଛି ଯା ଅଜା ମୁହଁରେ ଯା ପଳେଇ ଆସିବୁ ଯା ଘୋଡ଼ଣଟା ଘୋଡ଼େ ହଁ ସେଟା ବଳିଲା ଆଉ ଆଉ କାହିଁକି ସେଟା କାହିଁ ବଳୁଛି ଏଇ ମୁହଁ ବୋଳି କଣ ହେଲାଣି ଫଟା ଆରମ୍ଭ ଅଛି ତା ଦେହରେ କାହିଁ ଖାଲି ବଳି ହଉଛି ଏ ଖାଲି ମୁହଁରେ ବୋଳି ହଉଛି ବା ହଁ ପରିବା କଣ ତାର ଦେହରେ ବୁଲିଆ ହେଇ ସେଇଠି ଦେଇଦେ ଦେଇଛି ସକାଳୁ ତ ହଁ ହେଇଗଲା ଦେଇଛି ଆଉ ସେଟା କଣ ୟାକୁ ବାଡ଼ାଅ ତା ବାଡ଼େଇ ବିଦା କର ଟିକେ ମୁହଁ ଦେଖେଇଦେଲୁ ତୋ ବାପା ଏଇ ଏଡ଼ିକି ଅନେଇଲୁ ଦେଖି ହାପି ହେଲି କେମିତି ହାପି ହେଲି ଦେଖି ନିଜ ଗାଲୁ ନିଜେ ଜାବଡ଼ା ବଜାଉଛି ଏଇ ତୋତେ ମରି ମାଙ୍କଡ଼ା ମୁହଁ ହାପି ହେଲି ମାଉ ହାପି ହେଲି ମୁଣ୍ଡିଆ ମାରେ ମୁଣ୍ଡିଆ ମାର ଏଇଠି ଆଇ ମୁଣ୍ଡିଆ ମାର ହଁ ହଉ ସେ ତ ମଙ୍ଗଳା ହେଇଛି ଦେଖନ୍ତୁ ବର୍ତ୍ତମାନ ଆମର ପଣା ଫଣା ସବୁ ଦିଆ ସରିଗଲା ଆଉ ଆମେ ଖାଇବା ପାଇଁ ଆସିଲୁ ଅରୁଆ ଭାତ ଡାଲମା ଖଟା ଏଇ ଖଟାଟା ମିସ୍ ଅଛି ରେ ଦହି ବାଇଗଣ ଭଜା ପାମ୍ପଡ଼ ଗୋଟେ ଆଉ ବଞ୍ଚିଛି ମାଉ ସବୁ ଖାଇ ଦେଇଛି ଗୋଟେ ପାମ୍ପଡ଼ ଆଉ ବଞ୍ଚିଛି ଚାଲନ୍ତୁ ଖାଇଦେବା ଆଜି ଏମିତି ସେମିତି ଗୋଟେ ଭିଡ଼ିଓ କରି ପକେଇ ଦେଉଛୁ ଆଜି ଫାର୍ଷ୍ଟ ଟାଇମ୍ ବ୍ଲଗ୍ଟା ଷ୍ଟାର୍ଟ ହେଲା ଏତେ ଦିନ ପରେ ଆଗକୁ ଭଲ ଭଲ ଭିଡ଼ିଓ ଆସିବ ବ୍ଲଗିଂ ଆଉ ଟ୍ରାଭେଲିଂ ଭିଡ଼ିଓ ସବୁ ଆସିବ ଆପଣମାନେ ଦେଖିବା ପାଇଁ ଜମା ଭୁଲିବେନି ଏତିକିରେ ଆଜି ଭିଡ଼ିଓକୁ ସମାପ୍ତ କରୁଛି ଜୟ ଜଗନ୍ନାଥ।